ମା ମା ବାହାରେ କେତେ ଜୋରେ ପବନ ବର୍ଷା ହେଉଛି। ଆମ ଘର ତ ହଲୁଛି। ଯଦି ଆମ ଘର ଭାଙ୍ଗିଯାଏ ଆମେ କୋଉଠି ରହିବା ମା? ଏମିତି କହନି, ଆମ ଘରର କିଛି ହେବନି। ମା ଚଢ଼େଇର କଥା ସରିଛି କି ନାହିଁ ତାଙ୍କ ଘର ଭାଙ୍ଗିଗଲା। ମା ମୁଁ କହୁଥିଲି ନା ଆମ ଘର ଭାଙ୍ଗିଯିବ। ମୋ କଥାକୁ ବିଶ୍ୱାସ କରୁନଥିଲ। ଏବେ ଆମେ କୋଉଠି ରହିବା? ଏଇ ଗଛ ତଳେ ହିଁ ଆଜି ଆମେ ରାତି ବିତେଇବା। ତୁମ ପାଖକୁ ଆ, ମୁଁ ତତେ ମୋ ପରରେ ଘୋଡ଼େଇ ଦେବି। କୌଣସି ମତେ ମା ଛୁଆ ସେ ରାତି ବିତେଇଲେ। ସକାଳେ ବର୍ଷା ଛାଡ଼ିଗଲା। ସବୁ ଚଢ଼େଇ ନିଜ ନିଜ ଘରୁ ବାହାରିଲେ। ଏଇ ଝଡ଼ ବର୍ଷାରେ ଅନେକ ଚଢ଼େଇଙ୍କ ଘର ଭାଙ୍ଗିନି। ସେମାନଙ୍କ ଘର ଅନେକ ମଜବୁତ ଅଛି। ଚାଲେ ମା, ତାଙ୍କୁ ଯାଇ ପଚାରିବା ସେମାନେ କୋଉ କାଠରେ ନିଜ ଘର ବନେଇଛନ୍ତି। ଆମେ ବି ମଜବୁତ କାଠରେ ଘର ବନେଇଲେ ଯେତେ ଝଡ଼ ବର୍ଷା ହେଲେ ବି ଆମ ଘର ଭାଙ୍ଗିବନି। କାଉ ଭାଇ, କାଉ ଭଉଣୀ, ଗତ ରାତିର ଝଡ଼ ବର୍ଷାରେ ମୋ ଘର ସହ ଅନେକ ଚଢ଼େଇଙ୍କ ଘର ଭାଙ୍ଗି ଯାଇଛି। ହେଲେ ତୁମ ଘର ତ ପୁରାପୁରି ଠିକ୍ ଅଛି। ଏତେ ମଜବୁତ ଘର ତିଆରି କରିବା ପାଇଁ ତୁମେ କାଠ କୋଉଠୁ ଆଣିଥିଲ? ଚଢ଼େଇ, ତୁ ଆମ ପରି ମଜବୁତ ଘର କେବେ ବି ତିଆରି କରିପାରିବୁନି। ମୋ ସ୍ୱାମୀ ଖୋଜି ଖୋଜି ଦୂର ଜଙ୍ଗଲରୁ ଭଲ ଭଲ କାଠ ଆଣିଥିଲେ। ତୁ ସେ ଜାଗାକୁ କେବେ ବି ଯାଇପାରିବୁନି। ଆଉ ହଁ ଚଢ଼େଇ, ଆମ ଘରେ ଯେତେ ମଜବୁତ ହେଲେ ବି ଆମେ ତତେ ଆମ ଘରେ ରଖିବୁନି। ତୁ ଆଉ କୋଉଠିକି ଯା। ସତରେ ତମେ ଦୁଇ କାଉ ଅନେକ ସ୍ୱାର୍ଥପର। ମୁଁ ତୁମ ଘରକୁ ରହିବା ପାଇଁ ଆସିନଥିଲି। ମୁଁ ଜାଣେ ତୁମେମାନେ କାହାକୁ ବି ସାହାଯ୍ୟ କରନି। ମୁଁ କେବଳ କାଠ ବିଷୟରେ ବୁଝିବାକୁ ଆସିଥିଲି। ପାଖରେ ପାରାର ଘର ଥିଲା। ମା ଚଢ଼େଇ ତା ପାଖକୁ ଗଲା। ପାରା ଭଉଣୀ, ଗତକାଲିର ଝଡ଼ ବର୍ଷାରେ ଆମ ଘର ଭାଙ୍ଗି ଯାଇଛି। ନୂଆ ଘର ବନେଇବା ପର୍ଯ୍ୟନ୍ତ ଆମକୁ ତୁମ ଘରେ ଆଶ୍ରୟ ଦେଇଥାଅ। ମୁଁ ମୋ ଘର ତିଆରି କରି ସାରିଲା ପରେ ତୁମ ଘର ଚାଲିଯିବୁ। ଆରେ ଚଢ଼େଇ, ମୁଁ ତତେ ଆଶ୍ରୟ ଦେଇଥାନ୍ତି ଯେ, ହେଲେ ଆଗରୁ ହିଁ କିଛି ଚଢ଼େଇ ମୋ ଘରେ ଆଶ୍ରୟ ନେଇଛନ୍ତି। ଏତେ ଚଢ଼େଇଙ୍କୁ ମୋ ଘରେ ରଖିବା ପାଇଁ ଜାଗା ହେବନି। ଓ ଆଚ୍ଛା, କିଛି ଚଢ଼େଇ ତମ ଘରେ ଆଶ୍ରୟ ନେଇଛନ୍ତି। କିଛି କଥା ନାହିଁ, ଆମେ ଏବେ ଯାଉଛୁ। ଆରେ ଚଢ଼େଇ, ମୋ କଥା ଶୁଣିଯା। ଅନେକ ଚଢ଼େଇଙ୍କ ଘର ଭାଙ୍ଗିଯିବା ଯୋଗୁଁ ଅନ୍ୟମାନଙ୍କ ଘରେ ସେମାନେ ଆଶ୍ରୟ ନେଇଛନ୍ତି। ତୁ ବୋଧେ ଆଉ କାହା ଘରେ ଆଶ୍ରୟ ପାଇବୁନି। ତୁ ଆଉ କାହା ପାଖକୁ ନ ଯାଇ ନିଜେ ହିଁ କାଠ ଯୋଗାଡ଼ କରି ଘର ତିଆରି କରିଦେ। ହଁ ମା, ପାରା ଆଣ୍ଟି ଠିକ କହୁଛନ୍ତି। ଚାଲ ମା, ଆମେ ଘର ବନେଇବା। ଠିକ ଅଛି ରେ ମା, ଚାଲ ଏବେ କାଠ ଯୋଗାଡ଼ କରିବା। ତାପରେ ମା ଚଢ଼େଇ ଆଉ ତାର ଛୁଆ ମିଶି ଜଙ୍ଗଲରୁ କାଠ ଆଣି ଏକାଠି କଲେ। ଆରେ ମା, ଏ କାଠ ଗୁଡ଼ାକ ତ ବହୁତ ଓଦା। ଏତେ ଓଦା କାଠରେ ଆମ ଘର ତିଆରି କରିପାରିବାନି। 2 ଦିନ ଏଇ କାଠ ସବୁକୁ ଏଇଠି ରଖିଦେବା। ଥରେ କାଠ ଶୁଖିଗଲେ ଆମେ ନେଇ ଘର ତିଆରି କରିବା। ହେଲେ ମା, ଏଇ 2 ଦିନ ଆମେ କୋଉଠି ରହିବା? ଆମ ଭଙ୍ଗା ଘର ପାଖରେ ଯୋଉ ଗଛ ଅଛି, ଏଇ 2 ଦିନ ଆମେ କଷ୍ଟ କରି ସେଇଠି ରହିଯିବାରେ ମା। ତାପରେ ମା ଚଢ଼େଇ ତାର ଛୁଆ ସାଙ୍ଗରେ ନିଜ ଭଙ୍ଗା ଘରକୁ ଫେରି ଆସିଲା। 2 ଦିନରେ ଏତେ ଖରା ଦେଲା ଯେ ଚଢ଼େଇର କାଠ ସବୁ ଶୁଖିଗଲା। 2 ମା ଛୁଆ ନିଜ କାଠ ଆଣିବାକୁ ଯିବା ସମୟରେ ହଠାତ୍ ଜଣଙ୍କର ଚିତ୍କାର ଶୁଣି ଅଟକି ଗଲେ। ସେପଟେ କାଉ ସ୍ତ୍ରୀର ନଜର ଚଢ଼େଇଙ୍କ କାଠ ଉପରେ ପଡ଼ିଗଲା। ଆରେ, ଏ ଚଢ଼େଇ ତ ବଢ଼ିଆ କାଠ ଖୋଜି ଆଣିଛି। ଏ କାଠରେ ଯଦି ସେ ଘର ତିଆରି କରିବ, ଆମଠୁ ବି ସୁନ୍ଦର ଘର ତାର ହେଇଯିବ। ନା, ମୁଁ ସେମିତି କେବେ ବି ହେବାକୁ ଦେବିନି। ମୁଁ ଏ ଚଢ଼େଇର କାଠ ସବୁକୁ ନିଆଁ ଲଗେଇଦେବି। ଏମିତି ଚିନ୍ତା କରି କାଉ ଚଢ଼େଇର ସବୁ କାଠରେ ନିଆଁ ଲଗେଇ ସେଠାରୁ ଚାଲିଗଲା। ସେପଟେ ମା ଛୁଆ ଚିତ୍କାର ଶୁଭୁଥିବା ଜାଗାକୁ ଯାଇ ଦେଖିଲେ ଏକ କୟାଁ ଗଛ ଜୋର ଜୋରେ ଚିତ୍କାର କରୁଛି। ମତେ ସାହାଯ୍ୟ କର, କିଏ ମତେ ସାହାଯ୍ୟ କର। ପାଣି ନ ପାଇଲେ ମୋ ଛୁଆଟି ଶୁଖିଯିବ। ଦୟାକରି ତା ମୂଳରେ ଟିକେ ପାଣି ଦିଅ। ଚଢ଼େଇ, ସେ ଛୋଟ କୟାଁ ଗଛଟି ମୋ ଛୁଆ। ଦୟାକରି ତାକୁ ଟିକେ ପାଣି ଦେ, ନହେଲେ ସେ ଶୁଖିଯିବ। ତମ କଷ୍ଟ କଥା ମୁଁ ବୁଝିପାରୁଛି। ଟିକେ ଅପେକ୍ଷା କର, ମୁଁ ଏବେ ପାଣି ଆଣୁଛି। ମାରି, ତୁ ଏଇଠି ଥା। ଏମିତି କହି ମା ଚଢ଼େଇ ପାଣି ଆଣି ଛୋଟ କୟାଁ ଗଛ ମୂଳରେ ଢାଳିଲା। ଛୋଟ କୟାଁ ଗଛଟି ସତେଜ ହେଇଗଲା। ଚଢ଼େଇ, ତତେ ଅନେକ ଅନେକ ଧନ୍ୟବାଦ। ତୋ ପାଇଁ ଆଜି ମୋ ଛୁଆର ଜୀବନ ବଞ୍ଚିଗଲା। ଏ 2 ଦିନ ଏତେ ଖରା ପଡ଼ିଲା ଯେ ପାଣି ନ ପାଇ ମୋ ଛୁଆଟି ଶୁଖିଗଲା। ହେଲେ ତମ ଛୁଆଟି ତ ଏବେ ବହୁତ ଛୋଟ।
ତାକୁ ସବୁଦିନ ପାଣି ଦରକାର, ନହେଲେ ତ ସେ ଶୁଖିଯିବ। ତୁ ଯେତିକି ପାଣି ଦେଲୁ କିଛି ଦିନ ତାକୁ ଆଉ ପାଣି ଦରକାର ହେବନି। ବର୍ଷାକୁ ଆମେ ଅପେକ୍ଷା କରି ରହିବୁ। ବର୍ଷା ହେଲେ ମୋ ଛୁଆ ଭଲରେ ବଢିବ। ତା ଛଡ଼ା କିଏ ଏତେ ଭିତରକୁ ଆସି ପ୍ରତିଦିନ ମୋ ଛୁଆ ମୂଳରେ ପାଣି ଦେବ? ଚିନ୍ତା କରନି କଇଁଆ ଗଛ, ମୁଁ ପ୍ରତିଦିନ ଏଠାକୁ ଆସି ତୁମ ଛୁଆ ମୂଳରେ ପାଣି ଢାଳିଦେବି। ତାପରେ ମା ଚଢ଼େଇ ତା ଛୁଆ ସାଙ୍ଗରେ ନିଜ କାଠ ଆଣିବା ପାଇଁ ଗଲା। ହେଲେ ତାର ସବୁ କାଠ ନିଆଁରେ ଜଳି ପାଉଁଶ ହୋଇଯାଇଥିଲା। ଏଇ କଣ, ମୋର ସବୁ କାଠ ପୋଡ଼ି ଯାଇଛି। କିଏ ମୋ ସହ ଏମିତି କଲା? ଆଉ ଏ ଜଙ୍ଗଲରେ କାଠ ନାହିଁ। ମୁଁ ଏବେ ଘର କେମିତି ତିଆରି କରିବି? ମା, ଚାଲ ପାଖ ଜଙ୍ଗଲରୁ କାଠ ଆଣିବା। ମାରି, ଆଜି ମୋ ଦେହଟା ଭଲ ଲାଗୁନି। ଆମେ କାଲି ପାଖ ଜଙ୍ଗଲକୁ ଯିବା। ଚାଲ ମା, ଆମେ ଏବେ ଫେରିଯିବା। ତାପରେ ମା ଛୁଆ ନିଜ ଗଛକୁ ଫେରି ଆସିଲେ। ରାତି ସାରା ସେମାନେ ସେ ଗଛ ଡାଳରେ ବିତେଇ ଦେଲେ। ପରଦିନ ସକାଳେ ପାଖ ଜଙ୍ଗଲକୁ ଯିବା ପୂର୍ବରୁ ମା ଚଢ଼େଇ ନଦୀରୁ ପାଣି ଆଣି ଛୋଟ କଇଁଆ ଗଛ ମୂଳରେ ଢାଳିଲା। ଚଢ଼େଇ, ମୁଁ ବିଶ୍ୱାସ କରିପାରୁନି, ତୁ ଆଜି ପୁଣି ଆସି ମୋ ଛୁଆ ମୂଳରେ ପାଣି ଦେଲୁ। କଣ ହେଇଛି ଚଢ଼େଇ? ତୁ ଆଜି ଏତେ ମନ ଦୁଃଖରେ କାହିଁକି ଅଛୁ? ମା ଚଢ଼େଇ କଇଁଆ ଗଛକୁ ସବୁ ଘଟଣା କହିଲା। ସତରେ ଚଢ଼େଇ, ତୋ ସହ ବହୁତ ଖରାପ ହେଇଛି। ଘର ତିଆରିବା ପାଇଁ ତୁ ଅନେକ ପରିଶ୍ରମ କରୁଛୁ, ଏଯାଏଁ ବି କରି ଚାଲିଛୁ। ତୁ ସତରେ ଏକ ସତ୍ ପରିଶ୍ରମୀ ଚଢ଼େଇ। ତୋର ଏ ଭଲ ଗୁଣ ପାଇଁ ଆଜି ମୁଁ ତତେ ସାହାଯ୍ୟ କରିବି। ଆଜିଠୁ ଏ ମାଟି ଘର ତୋର ଚଢ଼େଇ। ଯେତେ ଝଡ଼ ବର୍ଷା ହେଲେ ବି ଏ ଘର ଭାଙ୍ଗିବନି। ଗରମରେ ଏ ଘର ପୁରା ଥଣ୍ଡା ରହିବ। ଚାହିଁଲେ ବି କେହି ଏ ଘରକୁ ଚୋରି କରି ପାରିବେନି। ଚଢ଼େଇ, ଆଉ କିଛି ଦିନ ପରେ ମୋ ଗଛରେ କଇଁଆ ଫଳିବ। ସେତେବେଳେ ତୁ ଆସି ମୋ ପାଖରୁ କଇଁଆ ନେଇ ବଜାରରେ ବିକ୍ରି କରିପାରିବୁ। ଧନ୍ୟବାଦ କଇଁଆ ଗଛ, ମୁଁ ତୁମର ଏ ଉପକାର କେବେ ବି ଭୁଲିବିନି। ମୁଁ ଏବେ ଯାଉଛି, କାଲି ପୁଣି ଆସିବି। ତାପରେ ଚଢ଼େଇ ସେ ମାଟି ଘରକୁ ଧରି ଗଲା। ରାସ୍ତାରେ ଦୁଇ କାଉ ଚଢ଼େଇକୁ ମାଟି ଘର ନେଉଥିବାର ଦେଖିଲେ। ଆରେ, ଚଢ଼େଇର କାଠ ସବୁ ପୋଡ଼ିକି କିଛି ଲାଭ ହେଲା ନାହିଁ। ସେ ତ ଘର ପାଇଗଲା, ତା ପୁଣି ମାଟିର ଘର। ଏତେ ସୁନ୍ଦର ମାଟି ଘର ସେ ପାଇଲା କୋଉଠୁ? ନିଶ୍ଚୟ ଚଢ଼େଇ କାହାଠୁ ଚୋରି କରି ଏ ଘର ଆଣିଥିବ। ଚାଲ ଆମେ ଚିଲ ମୁଖିଆଙ୍କୁ ଏକଥା କହିଦେବା। ସେ ଚଢ଼େଇଠୁ ତା ଘର ନେଇଯିବେ। ଏମିତି ଦୁଇ କାଉ ଚିଲ ମୁଖିଆ ପାଖକୁ ଗଲେ। ତାଙ୍କର ସବୁ କଥା ପାଖରେ ଥାଇ ପାରା ଶୁଣୁଥିଲା। ସେ ଶୀଘ୍ର ଚଢ଼େଇ ପାଖକୁ ଗଲା ଆଉ ତାକୁ କାଉ ମାନଙ୍କର ସବୁ କଥା କହିଲା। କଣ ହେଲା? ସେ କାଉ ମୋ କାଠ ପୋଡ଼ି ଦେଇଥିଲା। ସେ ଦୁଇ କାଉ ଏତେ ଖରାପ, ମୁଁ ଭାବି ବି ପାରୁନି। ଏବେ ସେମାନେ ମୋ ଘର ଛଡ଼ି ନେବାକୁ ଚାହୁଁଛନ୍ତି ତ? ଆସନ୍ତୁ ଚିଲ ମୁଖିଆ, ମୁଁ ତାଙ୍କୁ କହିବି ମୋ ମାଟି ଘର କୋଉଠୁ ଆଣିଛି। ଚଢ଼େଇ, ମୁଁ ଶୁଣିଲି ତୁ ଏ ମାଟି ଘର ଚୋରି କରି ଆଣିଛୁ। ଚୋର ମାନଙ୍କୁ ମୁଁ ମୋ ଜଙ୍ଗଲରେ ରହିବାକୁ ଦିଏନି। ତୁ ମତେ ଏ ମାଟି ଘର ଦେ। ଯାହାର ବି ଏ ମାଟି ଘର ମୁଁ ତାକୁ ଫେରେଇ ଦେବି। ମୁଖିଆ ଆଜ୍ଞା, ମୁଁ ଏ ମାଟି ଘର ଚୋରି କରିନି। ମୁଁ ଗୋଟେ କଇଁଆ ଗଛକୁ ସାହାଯ୍ୟ କରିଥିଲି। ସେ ଖୁସି ହେଇ ମତେ ଏ ମାଟି ଘର ଦେଇଛି। ବିଶ୍ୱାସ ନହେଲେ ମୋ ସାଙ୍ଗରେ ସେ କଇଁଆ ଗଛ ପାଖକୁ ଚାଲନ୍ତୁ, ଆପଣ ସବୁ ଜାଣିପାରିବେ। ଇଏ ମିଛ କହୁଛି ମୁଖିଆ ଆଜ୍ଞା। ଗଛ କଣ ମାଟି ଘର ଦେଇପାରିବ? ତା କଥାକୁ ବିଶ୍ୱାସ କରନ୍ତୁନି। ଚଢ଼େଇ ଯଦି କହୁଛି ପ୍ରଥମେ ସେ କଇଁଆ ଗଛ ପାଖକୁ ଚାଲ। ଯଦି ଚଢ଼େଇ ମିଛ କହୁଥିବ ମୁଁ ତାକୁ ଶାସ୍ତି ଦେବି। କଇଁଆ ଗଛ, ତୁ କଣ ସତରେ ଚଢ଼େଇକୁ ମାଟି ଘର ଦେଇଛୁ? କାଉମାନେ କହୁଛନ୍ତି ଚଢ଼େଇ ଚୋରି କରି ମାଟି ଘର ଆଣିଛି। ମୁଁ ତ ପାଖରୁ ସତ କଥା ଶୁଣିବାକୁ ଆସିଛି। ହଁ, ମୁଁ ଚଢ଼େଇକୁ ମାଟି ଘର ଦେଇଛି। ଚଢ଼େଇ ମତେ ସାହାଯ୍ୟ କରିଥିଲା। ସେଇ ଖୁସିରେ ମୁଁ ତାକୁ ଏ ଉପହାର ଦେଇଛି। ଏଇ କାଉମାନେ ମିଛୁଆ, ତାଙ୍କ କଥାକୁ ବିଶ୍ୱାସ କରନ୍ତୁନି। ଅସଲ ଦୋଷୀ ତ ଏମାନେ। ବିପଦ ସମୟରେ ଏମାନେ କାହାକୁ ବି ସାହାଯ୍ୟ କରନ୍ତିନି, ଓଲଟା ଚଢ଼େଇ ମାନଙ୍କର କ୍ଷତି କରନ୍ତି। ହଁ ମୁଖିଆ ଆଜ୍ଞା, ମୋର ଯେତେବେଳେ ଘର ଭାଙ୍ଗି ଯାଇଥିଲା ମୁଁ ଏ କାଉମାନଙ୍କ ପାଖକୁ ଯାଇଥିଲି ସାହାଯ୍ୟ ପାଇଁ। ଏମାନେ ମତେ ସାହାଯ୍ୟ କଲେ ନାହିଁ। ଓଲଟା ମୁଁ ମୋ ଘର ତିଆରି କରିବା ପାଇଁ ଯୋଉ କାଠ ରଖିଥିଲି ଏମାନେ ତାକୁ ପୋଡ଼ିଦେଲେ। ଏ ଦୁଇ କାଉ କାହାର ବି ଭଲ ଚାହାନ୍ତିନି। ଏମାନେ ବହୁତ ଖରାପ। ମୁଁ ଏ କଣ ଶୁଣୁଛି? ତମେ ଦୁଇ କାଉ ଏତେ ଖରାପ, ବିପଦ ସମୟରେ କାହାକୁ ବି ସାହାଯ୍ୟ କର ନାହିଁ, ଓଲଟା ତାଙ୍କର କ୍ଷତି କର। ଏବେ ତମ ଦୁଇ କାଉଙ୍କୁ ଶାସ୍ତି ମିଳିବ।
ନା ନା ମୁଖିଆ ଆଜ୍ଞା, ଆମକୁ ଶାସ୍ତି ଦିଅନ୍ତୁନି। ଆମର ଭୁଲ ହେଇଗଲା, ଆମେ ଆଉ କେବେ ବି ଏମିତି କରିବୁନି। ନା, ତମ ମାନଙ୍କର କ୍ଷମା ନାହିଁ। ତମ ମାନଙ୍କୁ କ୍ଷମା କରିଦେଲେ ଅନ୍ୟ ଚଢ଼େଇମାନେ ତମକୁ ଦେଖି ସେହିପରି ଭୁଲ କରିବେ। ତମେ 2 ଜଣ ଆଜି ହିଁ ଏ ଜଙ୍ଗଲ ଛାଡ଼ି ଚାଲିଯାଅ, ଆଉ କେବେ ବି ଏଠାକୁ ଫେରିବନି। ଏମିତି ଚିଲ 2 କାଉଙ୍କୁ ସେ ଜଙ୍ଗଲରୁ ବାହାର କରିଦେଲା। ମା ଚଢ଼େଇ ତା ଛୁଆ ସାଙ୍ଗରେ ଆରାମରେ ନିଜ ମାଟି ଘରେ ରହିଲା। ଗୋଟିଏ ଜଙ୍ଗଲରେ ରହୁଥିଲା ଏକ ଅଣ୍ଡା ଚୋର କାଉ। ଚଢ଼େଇମାନେ ଯେତେବେଳେ ଘରେ ନଥାନ୍ତି, କାଉ ତାଙ୍କ ଘରୁ ଅଣ୍ଡା ଚୋରି କରି ଖାଇଦିଏ। ଆଜି ମୁଁ ଅନେକ ଖାଇବା ପାଇଯାଇଛି, ଆଉ କିଛି ଦିନ ମୁଁ ବାହାରକୁ ଯିବିନି। ମୋ ଅଣ୍ଡାର ଖୁବ୍ ଯତ୍ନ ନେବି। ସେ ଚଢ଼େଇ ଯେତେବେଳେ ଘରକୁ ଫେରିଲା, ନିଜ ଅଣ୍ଡାକୁ ନ ଦେଖି କାନ୍ଦିଲା। ମୋ ଅଣ୍ଡାକୁ କିଏ ନେଇଗଲା? ସକାଳେ ତ ଏଇଠି ଥିଲା। ସେ ଚଢ଼େଇ ଅନେକ ଜୋର ଜୋରେ କାନ୍ଦୁଥିଲା। ତା କାନ୍ଦ ଶୁଣି ଅନ୍ୟ ଚଢ଼େଇମାନେ ବି ସେଠାକୁ ଚାଲି ଆସିଲେ। କଣ ହେଲା ଭଉଣୀ, ଏମିତି କାନ୍ଦୁଛ କଣ ପାଇଁ? ମୋ ଅଣ୍ଡା, ସକାଳେ ମୋ ଅଣ୍ଡା ଘରେ ଥିଲା, ଫେରିବା ପରେ ଦେଖୁଛି ମୋ ଅଣ୍ଡା ଘରେ ନାହିଁ। ନିଶ୍ଚୟ କିଏ ମୋ ଅଣ୍ଡାକୁ ଚୋରି କରି ନେଇଯାଇଛି। କିଛି ଦିନ ତଳେ ପାରାର ଅଣ୍ଡା ଏମିତି ଚୋରି ହେଇଥିଲା। ଜାଣି ହଉନି କୋଉ ଚୋର ଆମ ଚଢ଼େଇଙ୍କ ଅଣ୍ଡା ଚୋରି କରୁଛି। ଆଜି ପରଠୁ ସମସ୍ତେ ସାବଧାନରେ ନିଜ ଅଣ୍ଡା ରଖ। ଆଜି ମୁଁ କାହା ଅଣ୍ଡା ଚୋରି କରିବି? ଆରେ ହଁ, ମୁଁ ଶୁଣିଛି ଏଇ 2 ଦିନ ତଳେ ମିଟୁ ଅଣ୍ଡା ଦେଇଛି। ଯାଏ, ଆଜି ତା ଘରୁ ଅଣ୍ଡା ଚୋରି କରି ଖାଏ। କଥା କଣ? କାଉ ଏମିତି ମିଟୁର ଘରକୁ କାହିଁକି ଅନେଇ ବସିଛି? ଆମ ଜଙ୍ଗଲରେ ଯିଏ ଚଢ଼େଇ ଅଣ୍ଡା ଚୋରି କରୁଛି ସେ କାଉ ନୁହଁ ତ? ମୁଁ ତାର ପଛା କରି ସବୁ ଜାଣିପାରିବି। ଆରେ ବାଃ, ଏ ମିଟୁ ପୁରା 4ଟି ଅଣ୍ଡା ଦେଇଛି। ଅଣ୍ଡା ଦେଖୁ ଦେଖୁ ହିଁ ମୋ ପାଟିରେ ପାଣି ଆସିଗଲା। ଆଜି ଏ ସବୁ ଅଣ୍ଡା ମୋ ପେଟକୁ ଯିବ। ଆଚ୍ଛା, ଏମିତି କଥା। ଏ କାଉ ତାହେଲେ ଅଣ୍ଡା ଚୋର? ଇଏ ସବୁ ଚଢ଼େଇଙ୍କ ଅଣ୍ଡା ଚୋରି କରି ଖାଏ। ଆଜି ମୁଁ ଏ କାଉକୁ ମିଟୁର ଅଣ୍ଡା ଚୋରି କରିବାକୁ ଦେବିନି। ଏମିତି କହି ଚଢ଼େଇ ପାଖରୁ ଏକ ପଥର ଆଣି କାଉର ମୁଣ୍ଡ ଉପରକୁ ଫିଙ୍ଗିଲା, ଆଉ ସଙ୍ଗେ ସଙ୍ଗେ ଚୋର ଚୋର କହି ଚିତ୍କାର କଲା। ଚଢ଼େଇର ପାଟି ଶୁଣି ସମସ୍ତେ ଲାଠି ଧରି ସେଠାକୁ ଆସିଲେ, ଆଉ କାଉକୁ ଅନେକ ପିଟିଲେ। କାଉ ମାଡ଼ ଖାଇ ସେଠାରୁ ଚାଲିଗଲା। ଚଢ଼େଇ, ଆଜି ତୁ ଦେଖିଲୁ ବୋଲି ମୋ ଅଣ୍ଡା ବଞ୍ଚିଗଲା। ତତେ ବହୁତ ବହୁତ ଧନ୍ୟବାଦ ଚଢ଼େଇ। ସେ ଅଣ୍ଡା ଚୋର ବି ଆଜି ଧରା ପଡ଼ିଗଲା। ଆମେ ଖୁବ୍ ଶୀଘ୍ର ତାକୁ ଏ ଜଙ୍ଗଲରୁ ବାହାର କରିଦେବୁ। ବଦମାସ ଚଢ଼େଇ, ଆଜି ତୋ ପାଇଁ ମୁଁ ସମସ୍ତଙ୍କଠୁ ମାଡ଼ ଖାଇଲି। ତତେ ମୁଁ ଛାଡ଼ିବିନି। ଏ ଜଙ୍ଗଲରୁ ବାହାରିବା ପୂର୍ବରୁ ମୁଁ ତ ଅଣ୍ଡା ନଷ୍ଟ କରିକି ଯିବି। ଏ କଣ? ମୋ ଘରର ଏମିତି ଅବସ୍ଥା କିଏ କରିଛି? ଏ ପରଟା ତ କାଉର। ତା ମାନେ ସେ ଦୁଷ୍ଟ କାଉ ମୋ ଘରକୁ ଆସିଥିଲା। ମୁଁ ଏକ ସୁରକ୍ଷିତ ଜାଗାରେ ମୋ ଅଣ୍ଡାକୁ ଲୁଚେଇକି ରଖିଛି। କାଉ ଯେତେ ଖୋଜିଲେ ବି ମୋ ଅଣ୍ଡା ପାଇବନି। ତାପରେ ଚଢ଼େଇ ନିଜ ଅଣ୍ଡା ଗୁଡ଼ିକୁ ଦେଖିଲା। ସେହି ସମୟରେ ପାରା ତାକୁ ପାଣି ଆଣିବା ପାଇଁ ଡାକିଲା। ଚଢ଼େଇ ପୁଣି ଥରେ ନିଜ ଅଣ୍ଡାକୁ ଲୁଚେଇ ପାରା ସାଙ୍ଗରେ ପାଣି ଆଣିବାକୁ ଚାଲିଗଲା। କାଉ ଚଢ଼େଇର ଘର ପଛପଟେ ଲୁଚି ସବୁ ଘଟଣା ଦେଖୁଥିଲା। ସେ ତୁରନ୍ତ ଚଢ଼େଇର ଘର ଭିତରକୁ ଗଲା। କାହିଁକି କେଜାଣି ମୋ ମନଟା ଜମା ଭଲ ଲାଗୁନି। ପାରା ଭଉଣୀ, ତୁମେ ପାଣି ଆଣିବାକୁ ଯାଅ। ମୁଁ ଆଜି ପାଣି ଆଣିବାକୁ ଯିବିନି। ମୁଁ ଘରକୁ ଯାଉଛି। ପାଇଗଲି, ମୁଁ ଚଢ଼େଇର ଅଣ୍ଡା ପାଇଗଲି। ଆଚ୍ଛା, ଚଢ଼େଇ ତାହେଲେ ଘାସ ଲତା ଦେଇ ତା ଅଣ୍ଡା ଘୋଡ଼େଇକି ରଖିଥିଲା। ମୁଁ କେତେ ବୋକା, ଚଢ଼େଇର ଅଣ୍ଡା ପାଉନଥିଲି। ହଁ, ତୁ ବୋକା। ଚାଲିଯା ମୋ ଘରୁ, ନହେଲେ ପିଟି ପିଟି ମୁଁ ତ ଡେଣା ଭାଙ୍ଗିଦେବି। ଚାଲି ତ ଯିବି, ତା ପୂର୍ବରୁ ଚଢ଼େଇ ତ ଅଣ୍ଡା ନେଇକି ଯିବି। ଆଜି ତ ଚିତ୍କାର କେହି ଶୁଣିପାରିବେନି। ସବୁ ଚଢ଼େଇ ପାଣି ଆଣିବାକୁ ଯାଇଛନ୍ତି। ନା, ମୋ ଅଣ୍ଡାରେ କିଛି କ୍ଷତି କରିନି। ଦେ ଦେ ମୋ ଅଣ୍ଡା। ଏ ଚଢ଼େଇ, ତ ଅଣ୍ଡା ନେଇ କୁଆଡ଼େ ଯାଉଛୁ? ରହ, ମତେ ତ ଅଣ୍ଡା ଦେଇଯା, ନହେଲେ ଆଜି ତ ଅଣ୍ଡା ସହ ତୁ ବି ମରିବୁ। କାଉ ପାଖରୁ ନିଜ ଅଣ୍ଡାକୁ ରକ୍ଷା କରିବା ପାଇଁ ମା ଚଢ଼େଇ ବହୁତ ଜୋର ଜୋରରେ ଉଡ଼ୁଥିଲା। ଉଡ଼ୁ ଉଡ଼ୁ ସେ ଅନେକ ଦୂରକୁ ଚାଲିଗଲା। ହଠାତ୍ ଜୋର ଜୋରରେ ପବନ ବହିଲା। ବର୍ଷା ଆରମ୍ଭ ହେଇଗଲା। ମା ଚଢ଼େଇଟି ନିଜ ଘରକୁ ଆଉ ଫେରି ପାରିଲାନି। ହଠାତ୍ ମା ଚଢ଼େଇଟି ଏକ ଗଛ ସହ ଧକ୍କା ହେଇ ତଳେ ପଡ଼ିଗଲା। ମୋ ଅଣ୍ଡାକୁ କେହି ରକ୍ଷା କର, ମୋ ଅଣ୍ଡା। ଚଢ଼େଇ ଯେଉଁ ଗଛ ସହ ଧକ୍କା ହେଲା, ସେ ଗଛରେ ଏକ ପରୀ ରହୁଥିଲା।
ମା ଚଢ଼େଇର ଏ ଅବସ୍ଥା ଦେଖି ସେ ତାକୁ ସାହାଯ୍ୟ କଲା ଆଉ ତାକୁ ଏକ ସୁରକ୍ଷିତ ଜାଗାକୁ ନେଇଗଲା। ମୋ ଅଣ୍ଡା କାଇଁ? ଚଢ଼େଇ, ତ ଅଣ୍ଡାର କିଛି କ୍ଷତି ହେଇନି। କିଏ ତୁମେ? ମୁଁ ଏବେ କୋଉଠି ଅଛି? ମୁଁ ଜଣେ ପରୀ। ଚିନ୍ତା କରନି ଚଢ଼େଇ, ତୁ ଏକ ସୁରକ୍ଷିତ ଜାଗାରେ ଅଛୁ। ହେଲେ ଚଢ଼େଇ, ଏତେ ଝଡ଼ ବର୍ଷାରେ ତୁ ତ ଅଣ୍ଡା ନେଇ କୁଆଡ଼େ ଯାଉଥିଲୁ? ଏବେ ତ ଅଣ୍ଡା ଫୁଟିବାର ସମୟ। ଏଇ ସମୟରେ ତୁ ଘରୁ କାହିଁକି ବାହାରୁଥିଲୁ? ମା ଚଢ଼େଇ ପରୀକୁ ସବୁ ଘଟଣା କହିଲା। ଆରେ ସେ କାଉଟା ତ ଅନେକ ଦୁଷ୍ଟ। ଚଢ଼େଇ, ତୁ ଆଉ ତ ଘରକୁ ଯାନି। ତ ଅଣ୍ଡାରୁ ଛୁଆ ବାହାରିବା ଯାଏଁ ତୁ ଏଇଠି ରହ। ଏଇଟା ଗୋଟେ ପଇଡ଼ ଘର। ଏଇ ଘରେ ତୁ ତ ଅଣ୍ଡା ସହ ସୁରକ୍ଷିତ ରହିବୁ। ଏଇ ଘର ତତେ ସବୁ ବିପଦରୁ ରକ୍ଷା ବି କରିବ। ଏମିତି ସେଦିନ ପରଠାରୁ ଚଢ଼େଇ ତା ଅଣ୍ଡା ସହ ସେ ଘରେ ରହିଲା ଆଉ ତା ଅଣ୍ଡାର ଯତ୍ନ ନେଲା। ମଝିରେ ମଝିରେ ପରୀ ଆସି ଚଢ଼େଇକୁ ଖାଇବା ଦେଇ ଯାଉଥିଲା। ଏମିତି ବେଶ କିଛି ଦିନ ବିତିଗଲା। ଦିନେ ଚଢ଼େଇର ଅଣ୍ଡାରୁ ଛୋଟ ଛୋଟ 4ଟି ଛୁଆ ବାହାରିଲେ। ଅନେକ ଦିନ ପରେ ତ ପରିଶ୍ରମ ସଫଳ ହେଲା ଚଢ଼େଇ। ତ 4ଟି ଛୁଆ ଦେଖିବାକୁ ଅନେକ ସୁନ୍ଦର ହେଇଛନ୍ତି। ପରୀ, ଏସବୁ ତୁମ ପାଇଁ ସମ୍ଭବ ହେଇଛି। ତୁମେ ସାହାଯ୍ୟ କରିନଥିଲେ ମୁଁ ମୋ ଅଣ୍ଡାକୁ ରକ୍ଷା କରିପାରିନଥାନ୍ତି। ମୁଁ ସବୁବେଳେ ଭଲ ଚଢ଼େଇଙ୍କୁ ସାହାଯ୍ୟ କରେ। ତୋ ପରି ଏକ ଭଲ ଚଢ଼େଇକୁ ସାହାଯ୍ୟ କରି ମୁଁ ଅନେକ ଖୁସି। ଏବେ ମୁଁ ଯାଉଛି। ଚଢ଼େଇ, କେବେ କିଛି ଦରକାର ହେଲେ ମତେ ମନେ ପକେଇବୁ। ମୁଁ ନିଶ୍ଚୟ ଆସିବି। ଏମିତି କହି ପରୀ ସେଠାରୁ ଚାଲିଗଲା। ଦିନେ କାଉ ସେ ଜଙ୍ଗଲରେ ବୁଲୁଥିଲା। ବୁଲୁ ବୁଲୁ ସେ ସେଇ ପଇଡ଼ ଘରକୁ ଦେଖିଲା। ଆଚ୍ଛା, ଏ ଚଢ଼େଇ ତା ଛୁଆଙ୍କୁ ଧରି ଏଇଠି ଲୁଚିଛି। ଅନେକ ଦିନରୁ ମୁଁ ଚଢ଼େଇ ଛୁଆ ମାଂସ ଖାଇନି। ମୁଁ ଆଜି ଚଢ଼େଇର ଏଇ 4 ଛୁଆଙ୍କୁ ଖାଇବି। ଏମିତି କହି କାଉ ଏକ କଟୁରୀ ନେଇ ସେ ପଇଡ଼ ଘରକୁ କାଟିବା ଆରମ୍ଭ କଲା। ପଇଡ଼ ଘରର କିଛି କ୍ଷତି ହେଲା ନାହିଁ। ଓଲଟା ସେ କଟୁରୀ ଆସି କାଉର ବେକରେ ବାଜିଲା। କାଉର ବେକ କଟିଗଲା। କାଉ ସଙ୍ଗେ ସଙ୍ଗେ ହିଁ ମରିଗଲା। ଏମିତି ସେ ଦୁଷ୍ଟ କାଉ ଶାସ୍ତି ପାଇଲା। ଚଢ଼େଇର ଆଉ କିଛି ଚିନ୍ତା ରହିଲାନି। ସେ ନିଶ୍ଚିନ୍ତରେ ତା ଛୁଆଙ୍କ ସହ ସେ ପଇଡ଼ ଘରେ ରହିଲା।